ମୋ ପୁଅ कौन है तार घटना ପଇସା କାନ୍ଦି କାନ୍ଦି ତଳେ ଲୁଟି ଯାଉଛି ମାଟି। ଆଜି ତା କୋଳ ଖାଲି ହୋଇଯାଇଛି। ଲାଗ ଲାଗ ଦୁଇଟି ପୁଅ ତାର ଅକାଳରେ ଚାଲି ଯାଇଛନ୍ତି। ଏଭଳି ଅବସ୍ଥାରେ କେମିତି ବା ଧୈର୍ଯ୍ୟ ଧରି ସେ ରହିବ? ରାତି ଅଧରେ ବିଷାକ୍ତ ରଣା ସାପଟିଏ ଘର ଭିତରେ ପଶି ତାର ସର୍ବସ୍ୱ ଉଜାଡ଼ି ଦେଇଛି। ପ୍ରଥମ ପୁଅ ମାତ୍ର 3 ଦିନ ବଞ୍ଚି ଆରପାରିକୁ ଚାଲି ଯାଇଥିବା ବେଳେ ପୁଣି ତା କୋଳମଣ୍ଡନ କରିଥିଲା ଆଉ ଗୋଟିଏ ପୁଅ। ହେଲେ ତୈବ ତାକୁ ବି ରଖିଲାନି। 2.5 ବର୍ଷର ପୁଅଟି ସାପ କାମୁଡ଼ାରେ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କ୍ଷୀରିପଦା ଗାଁରେ। ଗତକାଲି ରାତିରେ ଶଶିକାନ୍ତ ମଲ୍ଲିକଙ୍କ କୁନି ପୁଅଟି ମା ପାଖରେ ଶୋଇଥିବା ବେଳେ ଘର ଭିତରେ ପଶି ବିଷାକ୍ତ ରଣା ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଉଠି ସାପଟିକୁ ପିଟି ମାରିଦେବା ପରେ ପିଲାଟିକୁ ସୋର ମେଡିକାଲକୁ ଆଣିଥିଲେ। ହେଲେ ସେତେବେଳକୁ ପିଲାଟିର ମୃତ୍ୟୁ ହୋଇସାରିଥିଲା। ଶୋଇଥିଲା ନା ତାରେ ସେତେବେଳେ କିଛି ଥିଲା ନା ଛୁଆ କ୍ଷୀର ଖାଇକି ଶୋଇ ପଇଲା ସେପଟୁ କଡେଇକି। ତାରେ ମୁଁ ବାହାରକୁ ଆସିଥିଲି, ବାହାରୁ ଯାଇକି ଶୋଇଛି। ତା କିଛି ସମୟ ପରେ ମୋ ମୁଣ୍ଡ ଉପରେ ଏଇଠି ସଲସଲ ହେଲା। ମୁଁ ତାପରେ କଣ ସଲସଲ ହେଇଛି ଉଠିକି ଦେଖିଲା ବେଳକୁ ସାପ। ତାପରେ ଛୁଆଟାକୁ ଧିଙ୍ଗି ଆସିକି ବାପାକୁ ଡାକିକି ବାପା ସେ ସାପଟାକୁ ଦେଖିକି ମାଇଲା। ଛୁଆ ବି ସେତେବେଳେ ଭଲ ଥିଲା। ଛୁଆ କହିଲା ଜେଜେ ମାରିଦିଅ ତାକୁ, ସେଠି ମାରିଦେଲା। ତାପରେ ଛୁଆକୁ ସେତେବେଳେ ଆମେ ବସତେ ଶୁଇ ନେବି। ତାପରେ କିଛି ସମୟ ଗଲା ଛୁଆ ହଉଛି ଖାଲି କହିଲା ପେଟ ଟାଣୁଛି। ତାପରେ କାନ୍ଦିଲା। ତାପରେ କହିଲା ମୁଁ କ୍ଷୀର ଖାଇବି। ତାପରେ କ୍ଷୀର ଖାଇଲା। ଖାଇକି ତାପରେ ଟିକେ ସମୟ ଗଲା ନାଳ ଗୋଡେଇଲା। ତାପରେ ମୋ ବାପା ମା କାକୁ ନେଇର କାହିଁ କରୁଛି, ଆମେ ଚାଲ ନେଇଯିବା ଡାକ୍ତରଖାନା। ସେଇଠୁ ଗାଡି ବାଲା ଫୋନ କରି ତାପରେ ନେଇକି ଆସିଲେ। ନା ଗୁଣିଆ ଗଡିରେ କିଛି ନାହିଁ। ଡାକ୍ତର ଆସିକି ପହଞ୍ଚିଲେନି। ଡାକ୍ତର କହିଲେ ହଉଛି ଦେଖିକି କହିଲେ ନାଇଁ। ତାର ମୁଣ୍ଡ ପାଖରେ ଯାଇକି ସରସର ହେଲା ସାପଟା। ଯେମିତି ସରସର ହେଲା ସିଏ ଉଠି ପଡିକି ଦେଖିଲେ, କହିଲେ ସରସରଟା ହଉଛି କଣ? ଟର୍ଚ୍ଚ ମାରିଦେଲା ବେଳକୁ ସାପଟା ଦେଖିକିରି ପିଲାକୁ ଧରିକି ସେ ବାହାରି ଆସିଲା ବାଇରକୁ। ମଶୁରୀ କାଢି ଦେଇକିରି ବାହାରି ଆସିଲା। ବାହାରି ଆସିଲା ପରେ ଆମ ଶାଶୁ ଶ୍ୱଶୁର ଶୋଉଛନ୍ତି ଯୋଉ ବାଇରେ, ତାଙ୍କୁ ଡାକିଲେ, କହିଲେ ମା ବାପା ଆସନି କଣ ସାପ? ସେ ଯାଇକି ଦେଖିଲା ପରେ ସାପଟାକୁ ପିଟିକି ମାରିଦେଲେ। ମାରିଦେଇ ସାରିଲା ପରେ ଅଧଘଣ୍ଟା ପରେ ତାପରେ ଏମିତିକା ଆମର ଛୁଆଟା ଟିକେ ସିରିୟସ୍ ହେଇଗଲା। ଯେମିତି ସିରିୟସ୍ ହେଇଗଲା, ଆମେ ଆମ ଗାଁର ଗାଡିର ସୁବିଧା ନାହିଁ। ତାପରେ ଅଟୋ ବାଲା କତିକି ଫୋନ କଲେ, ସେ ତାଙ୍କର ସୁଇଚ୍ ଅଫ୍ ଦେଖେଇଲା। ସୁଇଚ୍ ଅଫ୍ ଦେଖେଇଲା ପରେ ନା ଗୁଣିଆ କତିକି ଯାଇନାହୁଁ, ଆମେ ଗୁଣିଆ କତିକି ଯାଇନାହୁଁ, ନା ଗୁଣିଆ କତିକି ଯାଇନାହୁଁ। ତାପରେ ଅଟୋ କରିକି ଆମେ ଧିନିକି ସିଧା ପଳେଇ ଆସିଲେ। ଆସୁ ଆମର ଏଇଠି ମେଡିକାଲ ବୋଧେ 1 କିଲୋ କି 2 କିଲୋମିଟର ଅଛି। ଡେଟ୍ ହେଇଗଲା ପରେ ଆମେ ଏଠିକି ବି ଫେରି ଆଣିଲେ। ସାର୍ ଦେଖିକି କହିଲେ ଛୁଆ ଡେଟ୍ ହେଇଯାଇଛି। 3 ବର୍ଷ ତଳେ ଭାରତୀଙ୍କ ପ୍ରଥମ ଗର୍ଭର ପୁତ୍ର ସନ୍ତାନଟି ମାତ୍ର 3 ଦିନ ବଞ୍ଚିବା ପରେ ମୃତ୍ୟୁବରଣ କରିଥିଲା। ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ଛୁଆଟିର ଜୀବନ ଚାଲି ଯାଇଥିଲା। ପରେ ଭାରତୀଙ୍କ ଆଉ ଏକ ପୁଅ ଜନ୍ମ ହୋଇଥିଲା। କୁନି ପୁଅଟିକୁ ନେଇ ପରିବାର ବେଶ୍ ଖୁସି ଥିବା ବେଳେ କାଲି ରାତିର ଘଟଣା ଆଣିଦେଇଛି ଦାରୁଣ ଦୁଃଖ। ଅନ୍ୟ ପକ୍ଷରେ ସାପ କାମୁଡ଼ିଲେ ଆଦୌ ବିଳମ୍ବ ନ କରି ଏବଂ ଗୁଣିଆ ପାଖକୁ ନ ନେଇ ଶୀଘ୍ର ମେଡିକାଲ ଆଣିଲେ ଜୀବନ ବଞ୍ଚିଯିବ ବୋଲି କହିଛନ୍ତି ଡାକ୍ତର। ଅଞ୍ଚଳରେ ଯେଉଁମାନେ ରୁରାଲ ଏରିଆ ରହୁଛନ୍ତି ଲୋକମାନେ, ସାପ କାମୁଡ଼ିଲା ପରେ କିମ୍ବା ମାଙ୍କଡ଼ କାମୁଡ଼ିଲା ପରେ ସେମାନେ ଯାଇ ଗୁଣିଆ ପାଖରେ ଫୁଙ୍କାମି କରନ୍ତି। ଗଭର୍ଣ୍ଣମେଣ୍ଟ ତ ୟା ପାଇଁ ପ୍ରଶାସନ ବହୁତ କିଛି ଚେଷ୍ଟା କରୁଛି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବାହାର କରିବା ପାଇଁ। ଫିର୍ ବି ଲୋକମାନେ ସେଇ ଅବଲମ୍ବନ କରୁଛନ୍ତି। ଯାହାଦ୍ୱାରା କି ଆଜି ଆମ ହସ୍ପିଟାଲ ଗୋଟେ ପିଲାଟା ଆସିଥିଲା, ତାକୁ ସାପ କାମୁଡ଼ିଥିଲା। ଆଉ ସେମାନେ ପ୍ରଥମେ ମେଡ଼ିକାଲକୁ ନ ଆଣିକି ନେଇଥିଲେ ଗୁଣିଆ ପାଖକୁ, ଯାହାଦ୍ୱାରା କି ତାର ଦେହାନ୍ତ ହେଇଥିଲା। ତେଣୁ ମୁଁ କହି ରଖିବି ସବୁ ବାର୍ତ୍ତା ଦେବି ଲୋକମାନଙ୍କୁ ଯେ ପ୍ରଥମେ ଆପଣ ହେଲେ ସ୍ୱାସ୍ଥ୍ୟ ସେବାର ସାହାଯ୍ୟ ନିଅନ୍ତୁ। ସ୍ୱାସ୍ଥ୍ୟକର୍ମୀ ପାଖକୁ ଆସନ୍ତୁ, ଡକ୍ଟରମାନଙ୍କ ପାଖକୁ ଆସନ୍ତୁ। ଆଉ ଏଇ ଅନ୍ଧବିଶ୍ୱାସକୁ କଦାପି ବିଶ୍ୱାସ କରନ୍ତୁ ନାହିଁ, ଯାହାଦ୍ୱାରା କି ଆପଣ ନିଜର ଜୀବନ ଯିବା ସହିତ ପିଲାର ବି ଜୀବନ ଯିବ। ବର୍ଷା ଦିନେ ବିଷାକ୍ତ ସାପ ଘର ଭିତରେ ପଶୁଥିବାରୁ ତଳେ ନ ଶୋଇ ଖଟ ଉପରେ ମଶାରୀ ଟାଣି ଶୋଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ସ୍ୱରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ, OTV।